ଯାଦୁଘରର କବି କାଳିନ୍ଦୀ ଚରଣ। ଯାଦୁଘର କହିଲେ ସଂଗ୍ରହାଳୟ ବା ଇଂରାଜୀର ମ୍ୟୁଜିୟମକୁ ବୁଝାଏ, ଯେଉଁଠି ଅତୀତ କାଳର ପୁରୁଣା ଜିନିଷକୁ ସଂଗୃହୀତ କରି ରଖାଯାଇଥାଏ। ମଣିଷ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଏହି ତିନି କାଳ ମଧ୍ୟରେ ରହି ଜୀବନ ଅତିବାହିତ କରେ। ମଣିଷ ବର୍ତ୍ତମାନର ସମୟରେ ଥାଇ ବି ଅତୀତ ଏବଂ ଆଗାମୀକୁ ନେଇ ଭାବେ। ମଣିଷର ପୂର୍ବପୁରୁଷ ଅତୀତରେ ଥିଲେ, ଉତ୍ତର ବା ଭବିଷ୍ୟତର ଆଗାମୀ ପୁରୁଷ ଆସିବେ। ଏମାନଙ୍କ ପାଇଁ ମଣିଷ ବର୍ତ୍ତମାନରେ ଅଛି। ଅତୀତରେ ମଣିଷର ପୂର୍ବପୁରୁଷ କିଭଳି ଥିଲେ ତାହା ଜାଣିବା, ଜ୍ଞାନ ହାସଲ କରିବା ପାଇଁ ମଣିଷ ଇତିହାସ ରଚନା କରିଛି। ଅତୀତ କାଳର ମାନବୀୟ ବିତି ଯାଇଥିବା ସଭ୍ୟତା ବା ମାନବୀୟ ଜାତୀୟ ବସତି ସମ୍ବନ୍ଧରେ ଜାଣିବା ପାଇଁ ଭୂମି ଖୋଳାଖୋଳି କରିଛି, ଯେଉଁଥିରୁ ପୃଥିବୀ ଇତିହାସରେ ଅନେକ ସଭ୍ୟତା ବା ମାନବୀୟ ବସତିର ପରିଚୟ ବାହାରିଛି। ତାହାକୁ ବା ସେ ସବୁଠାରୁ ଯାହା ମିଳିଲା ସଂଗୃହୀତ କରି ରଖିଥିବା ଗୃହମାନ ଅନୁଷ୍ଠାନକୁ ମ୍ୟୁଜିୟମ ବା ସଂଗ୍ରହାଳୟ ବା ଯାଦୁଘର କୁହାଯାଇଥାଏ। ଯେମିତି ଭୁବନେଶ୍ୱରରେ ରାଜ୍ୟ ସଂଗ୍ରହାଳୟ ଅଛି, ଲୋକେ ଜାଣିଛନ୍ତି। କାରଣ ମଣିଷ ଭବିଷ୍ୟତ ପାଇଁ ଯେମିତି ସ୍ୱପ୍ନ ଦେଖେ, ସେମିତି ନିଜର ଅତୀତର ମାନବୀୟ ଜାତିର ପରିଚୟ ପାଇବାକୁ ମନରେ ବ୍ୟାକୁଳତା ପ୍ରକାଶେ। ମାନବର ଏହା ହିଁ ଜୀବନ ଅତିବାହିତ ଧାରାଗତ ସଂସ୍କୃତି ବା କଲଚର। ଜୀବନ ବିତାନ ଧାରା ହିଁ ସଂସ୍କୃତି, ଯାହାକି ସଭ୍ୟତାର ଚିହ୍ନ। ମଣିଷ ପଶୁ ଭଳି ରହିବା ପାଇଁ ସଂସାରକୁ ଆସିନାହିଁ। ମଣିଷ ପ୍ରାଣୀ ମଧ୍ୟରେ ସର୍ବୋତ୍ତମ ତଥା ସର୍ବଶ୍ରେଷ୍ଠ କୁହାଏ, ପରିଚିତ କରାଏ ତାହାର ବୁଦ୍ଧି ଏବଂ ଚିନ୍ତା କରିବାର ଶକ୍ତି ଓ ସାମର୍ଥ୍ୟ ପାଇଁ। ସେଲାଗି ମଣିଷ ଅତୀତ ସଞ୍ଚାରୀ ହୋଇ ଇତିହାସ ପ୍ରଣେତା ହୋଇଅଛି, ଯାଦୁଘର ଗଢ଼ିଛି ଇତିହାସରେ ରହିବା ସ୍ଥାନରେ। ଧର୍ମ ମନର ଈଶ୍ୱରୀୟ ବିଶ୍ୱାସ ଓ ତତ୍ଜନିତ ଧାରଣ। ସଂସ୍କୃତରେ କଥିତ ଅଛି, ଧାରୟତି ଇତି ହି ଧର୍ମଃ, ଅର୍ଥାତ୍ ଯାହା ଧାରଣ କରେ, ଧରି ରଖେ ତାହା ଧର୍ମ। ମଣିଷ ଧର୍ମକୁ ତାହାର ସ୍ୱକୀୟ ବ୍ୟକ୍ତିଗତ ଅତିବାହିତ ଜୀବନରେ ବାଧ୍ୟ ବିଶ୍ୱାସରେ ମାନିବ, ଧାର୍ମିକ କାର୍ଯ୍ୟରେ ପାଳିବ। ଧର୍ମ ପାଇଁ ବିଶ୍ୱାସ ଆଗ, କାର୍ଯ୍ୟ ପଛ। ବିଶ୍ୱାସ ମନରେ ନଥିଲେ, ନ ଆସିଲେ ଧର୍ମ ଜୀବନରେ ରହିବ ନାହିଁ। କାର୍ଯ୍ୟ ସର୍ବଦା ବିଶ୍ୱାସ ଅନୁଯାୟୀ ଜୀବନରେ ହୁଏ। ମଣିଷର କରୁଥିବା, ଭାବୁଥିବା ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି ବିଶ୍ୱାସ ଥାଏ, ଆଶା ରହେ, ଯେଉଁଥିପାଇଁ ମଣିଷ କାମ କରେ, କାର୍ଯ୍ୟରେ ମାତେ। ସଫଳତା ପାଇବା ପାଇଁ ବା ସେଇ ଆଶାରେ ଥାଇ, ନହେଲେ କାମ କରନ୍ତା ନାହିଁ। ଈଶ୍ୱର, ଭଗବାନ, ଆଲ୍ଲାହ ନିଜର ଶେଷ ପ୍ରେରିତ ମନୁଷ୍ୟର ରୁଗ୍ଣ ଆତ୍ମାର ଚିକିତ୍ସକ ଗ୍ରନ୍ଥ ଓ ମଇଳା ମନକୁ କୋରି ସଫା କରି ଦେଉଥିବା କୋରିତ ଗ୍ରନ୍ଥ କୋରାନରେ ଖୋଲି କହିଛନ୍ତି, ମୁଁ ମୋର ଜୀବଶ୍ରେଷ୍ଠ ମନୁଷ୍ୟକୁ କେବଳ ମୋର ଇବାଦତ ବା ପୂଜା ଆରାଧନା କରିବା ପାଇଁ ମୋତେ ଜଣେ ମାତ୍ର ଉପାସ୍ୟ ପ୍ରଭୁ ମାନି ପୂଜା କରିବାକୁ ସୃଷ୍ଟି କରିଛି। ଯଦି ମଣିଷ ମୋତେ ଏକମାତ୍ର ଉପାସନା ଯୋଗ୍ୟ ଉପାସ୍ୟ ପ୍ରଭୁ ମାନୁନାହିଁ, ନିଜର ମନଗଢ଼ା କପୋଳକଳ୍ପିତ ହାତ ତିଆରି ପ୍ରଭୁ ଉପାସ୍ୟ ମାନି ଏକେଶ୍ୱରବାଦ ଧର୍ମକୁ ମିଛରେ ବହୁ ଈଶ୍ୱରବାଦ ଧର୍ମରେ ପରିଣତ କରାଇ ଶିର୍କ ବା ସମକକ୍ଷକାରୀ ବା ଆଲ୍ଲାହଙ୍କୁ ସେହିସବୁ ଉପାସ୍ୟମାନଙ୍କ ସହିତ ସମାନ କରାଇ ପୂଜୁଛି, ଏଭଳି ମୋ ପ୍ରତି ଅବିଶ୍ୱାସୀ କାଫିର ମଣିଷ ଏବଂ ମୁଶ୍ରିକ ବା ସମକକ୍ଷୀ ମନୁଷ୍ୟକୁ ମୁଁ ଆଲ୍ଲାହ କଦାପି କ୍ଷମା ଦେବେ ନାହିଁ। ସେମାନେ ସମସ୍ତେ ବିନା ହିସାବ କିତାବରେ ଜହନ୍ନମ ବା ନର୍କକୁ ଅକ୍ଷୟ ଅମର ଅଶେଷ ରୀତିରେ ଦଣ୍ଡ ଭୋଗିବାକୁ ଚାଲିଯିବେ, ଯାହାକି ମୋ ପ୍ରତି ସେମାନଙ୍କର ସବୁଠୁ ବଡ଼ ଅକ୍ଷମଣୀୟ ଗର୍ହିତ ଅପରାଧ। ଆଲ୍ଲାହର ସତ୍ୟ ସଂକଳ୍ପ ହୋଇକି ଅବଶ୍ୟ ରହିବ।
ସମୟ ସରିଗଲେ ମରିବା ପରେ ମଣିଷ ନିଶ୍ଚୟ ଜାଣିବ। ଅପେକ୍ଷା କର। ମଣିଷ ମୋର ସୃଷ୍ଟି, ହେବ ବି ମୋର, ନିଜର ଅନ୍ୟର କଦାପି ନୁହେଁ। କୋରାନ ସାରା ଜଗତ ମନୁଷ୍ୟର ଆତ୍ମିକ ଉଦ୍ଧାର ପାଇଁ ଦିଗ୍ଦର୍ଶିତ ଉପଦେଶାତ୍ମକ ଗ୍ରନ୍ଥ। ମଣିଷ ଇଚ୍ଛାର ବା ଯାହା ଚାହିଁବ ତାହା କରିପାରିବାର ଗ୍ରନ୍ଥ ଆଦୌ ନୁହେଁ। ମୂଢ଼ ମଣିଷ, ମଲା ପୂର୍ବରୁ କୋରାନ ପଢ଼ି ନିଜକୁ ସୁଧାରୁ। ଅଭିମାନ କରି ନିଜ ଆତ୍ମା ଉପରେ ଅଯଥା ଅତ୍ୟାଚାର ନ କରୁ। ଇନ୍ନା ଦୀନା ଇନ୍ଦଲ୍ଲାହିଲ୍ ଇସ୍ଲାମ। ପାଠ ଆଲେ ଇମ୍ରାନ। ଆଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ, କାରଣ ସେ ଇସଲାମ ଧର୍ମର ସ୍ରଷ୍ଟା, ପ୍ରବର୍ତ୍ତକ, ପ୍ରଣେତା। ମଣିଷକୁ ମଲା ପରେ ବଞ୍ଚାଇବାର ପ୍ରତିଶ୍ରୁତି ଦେଇ କୋରାନରେ ୟାସିନ ପାଠରେ କହିଛନ୍ତି, ଇନ୍ନା ନହ୍ନୁ ନୁହ୍ୟିଲ୍ ମୌତା, ଅର୍ଥାତ୍ ନିଃସନ୍ଦେହତଃ ଆମ୍ଭେ ଆଲ୍ଲାହ ମୃତକଙ୍କୁ ଜୀବିତ କରିବୁ। କେମିତି କରିବୁ ସେଇଟା କାଫ୍ ପାଠରେ କହିଛନ୍ତି। ଯେମିତି ଗ୍ରୀଷ୍ମ ଋତୁରେ ଫଟା ଟାଙ୍ଗରା ଅନାବାଦୀ ବଞ୍ଜର ଭୂମି ବର୍ଷା ଜଳରେ ଶ୍ୟାମ ସବୁଜିମାରେ ଭର୍ତ୍ତି ହୋଇଯାଏ, ସେମିତି ହେ ମନୁଷ୍ୟ, ତୁମେ ଭୂମିରୁ ମୋର ଗୋଟିଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯା କହିଲେ ଚଟାପଟ ପୁଣି ନଷ୍ଟଶୀଳ ଦେହରୁ ସୃଷ୍ଟିଶୀଳ ଦେହ ଓ ମନ ନେଇ ଉଠିପଡ଼ି ପରିଣାମ ପ୍ରାପ୍ତିର ମଇଦାନ ବା ପଡ଼ିଆରେ ଆସି ଠିଆ ହୋଇଯିବ। ଆଲ୍ଲାହର ୱାଦା, ଆଲ୍ଲାହ ସବୁ କିଛି କରିପାରେ। କରିବା ତା ପାଇଁ ଅସମ୍ଭବ କଦାପି ନୁହେଁ। ମଣିଷର ଭାବିବା ଭୁଲ। ମଣିଷ ପୂର୍ବପୁରୁଷଙ୍କୁ ମାନୁଛି, ମୋତେ ଓ ମୋର ବାର୍ତ୍ତା ତଥା ମୋ ବାର୍ତ୍ତାଧର ପୟଗାମଧାରୀ ପୟଗମ୍ବରଙ୍କ କଥା ମାନୁନାହିଁ, ଶୁଣୁନାହିଁ, ଖାତିର କରୁନାହିଁ। ମାନବ ରଚିତ ମିଛ ମନଗଢ଼ା ପୁରାଣ ଗ୍ରନ୍ଥକୁ ଈଶ୍ୱରଙ୍କଠାରୁ ଆସିଛି କହି ସାର୍ବଜନୀନ ସାଧାରଣ ମଣିଷକୁ ଭୁଆଁ ବୁଲାଉଅଛି। ଏଭଳି ମଣିଷ ବିଚାର ଦିବସ କୟାମତରେ ମୋର କଠୋର ଶାସ୍ତି ଭୋଗିବ। ଆଲ୍ଲାହ ମଣିଷକୁ ପ୍ରଥମେ ତିଆରି କରେ, ପୁଣି ଫନା ବା ଧ୍ୱଂସ ପରେ ଦ୍ୱିତୀୟବାର ବି ତିଆରି ଦେବ। ମଣିଷ ଅପେକ୍ଷା କରୁ, ମରୁ, ବଳେ ଜାଣିଯିବ। ସୁଧାର ପାଇଁ କୋରାନ ପଠାଇଛି, ମଣିଷ ପଢ଼ୁନାହିଁ କାହିଁକି? ମାନବ ପାଳିତ ଧର୍ମକୁ ଗୋଟିଏ କରିଛି ମୁଁ ଆଲ୍ଲାହ, ଆଉ ତାକୁ ଶୈତାନ ଜରିଆରେ ଅସଂଖ୍ୟ ଅନେକ ବି କରିଛି ସେଇ ମୁଁ ଆଲ୍ଲାହ। କେବଳ ମଣିଷ ଆତ୍ମାକୁ ପରୀକ୍ଷା କରିବା ପାଇଁ, ମଣିଷକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ। ଯିଏ ବୁଦ୍ଧିମାନ, ଭାବୁକ, ଚିନ୍ତାଶୀଳ, କୋରାନ ପଢ଼ି ବସେ, ଆପେ ଜାଣିଯିବ। ଯଦି ସନ୍ଦେହ ହେଉଛି, ସତ୍ୟତା ଜାଣିବା ପାଇଁ ବିଜ୍ଞ ପ୍ରବୀଣ ଜ୍ଞାନୀ ମୁସଲମାନ ଲୋକକୁ ପଚାରି ବୁଝି ମୁସଲମାନ ହୋଇ ମରିଲେ ମୋର ସଲାମତି ବା ଶାନ୍ତି ପାଇ ସ୍ୱର୍ଗସୁଖୀ ଅବଶ୍ୟ ହେବ। ଇସଲାମ ଶବ୍ଦର ଏହା ହିଁ ଅର୍ଥ ବ୍ୟାଖ୍ୟାନ କି ତୁମେ କୁଶଳରେ ଭଲରେ ଅଛ ତ? କାଫିର ମୁଶ୍ରିକ ଲୋକ ଦୁନିଆରେ ଯାହା ଟିକେ ଭଲରେ ରହିବ, ମଲା ପରେ ନୁହେଁ, କାରଣ ସେ ମୋତେ ଆଲ୍ଲାହକୁ ମାନୁନାହିଁ, ମୋ ଧର୍ମକୁ ଆସୁନାହିଁ, ମୋର ପୂଜା ନମାଜ ରୋଜା ଜକାତ ହଜ କରୁନାହିଁ, ମୋର ଖାଦ୍ୟ ଖାଉଛି, ମୋର ଭୂମିରେ ଦେଶ ଗାଁ ସହର ମହାଦେଶ ଗଢ଼ି ରହୁଛି, ଅଥଚ ନିଜର ପୂର୍ବପୁରୁଷଙ୍କର ପଦାଙ୍କ ଅନୁସରଣ କରିଅଛି। ଏମିତି ହେଲେ କେମିତି ଏଭଳି ମଣିଷକୁ ମୁଁ ଭଲ ପାଇବି? ମଣିଷ ନିଜ ମନକୁ ପଚାରୁ, ଭାବୁ, ସତ କହୁଛି କି ନାହିଁ ପରଖୁ, ଚୁପ୍ ହୋଇ ନ ବସୁ। ମଣିଷ ମୋତେ ଆଲ୍ଲାହକୁ ଭଲ ପାଉ, ଭୟ କରୁ, ଘୃଣା ନ କରୁ, କଲେ ନର୍କ ଯାତନାରୁ ମୁକ୍ତି ପାଇବ ନାହିଁ। ମୁଁ କୋରାନରେ କହିଛି, ମଣିଷକୁ ଭଲ କଥା କୁହ, ମନ୍ଦ କଥାରୁ ଅଟକାଅ। ମାନିବେ ସେହିମାନେ ଯେଉଁମାନେ ବୁଦ୍ଧିମାନ, ବିବେକୀ ଓ ମୋର କଥା ସେମାନଙ୍କ ମନରେ କିଛି ଭାବାନ୍ତର ସୃଷ୍ଟି କରିବ। କବି ପରିଚୟ। କାଳିନ୍ଦୀ ଚରଣ ପାଣିଗ୍ରାହୀ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଶାସନଠାରେ ଜନ୍ମଗ୍ରହଣ କରିଥିଲେ। ସବୁଜ ଯୁଗର ଅନ୍ୟତମ ପ୍ରମୁଖ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଜୀବନୀ ଲେଖକ। ମାଟିର ମଣିଷ ଉପନ୍ୟାସ ପାଇଁ ପ୍ରଖ୍ୟାତ। ଏହି ଉପନ୍ୟାସଟି ଚଳଚ୍ଚିତ୍ର ରୂପ ଲାଭ କରି 1960 ଦଶକରେ ଲୋକପ୍ରିୟ ହୋଇଥିଲା। ଏହାଛଡ଼ା ଲୁହାର ମଣିଷ, ଆଜିର ମଣିଷ, ଅମର ଚିତା, ମୁକ୍ତାଗଡ଼ର କ୍ଷୁଧା, ଗଳ୍ପ ବହି, ସାଗରିକା, ରାଶିଫଳ, ଦ୍ୱାଦଶୀ, ଶେଷ ରଶ୍ମି, ମୋ କଥାଟି ସରିନାହିଁ, କବିତା ବହି, କ୍ଷଣିକା, ଛୁରୀଟିଏ ଲୋଡ଼ା, ଅଙ୍ଗେ ଯାହା ନିଭାଇଛି ନାମରେ ଆତ୍ମଜୀବନୀ ଗ୍ରନ୍ଥ। ନନ୍ଦିନୀ ଶତପଥୀ, ଯିଏକି 1970 ଦଶକରେ ଏକମାତ୍ର ନାରୀ ମୁଖ୍ୟମନ୍ତ୍ରୀ ଥିଲେ, ସେ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଝିଅ। ତାଙ୍କର ପ୍ରବନ୍ଧ ପୁରାଣର ବିଦୁଷୀ, ସତ୍ୟ ଶିବ ସୁନ୍ଦର,
ଆମର ସାଂସ୍କୃତିକ ଜିଜ୍ଞାସା, ବିଶ୍ୱରୂପ ଦର୍ଶନ, କହି ପୁଛି ଜାଣେ ଯେ ନାମକ ପ୍ରବନ୍ଧଗୁଡ଼ିକ ଏକଦା ପାଠ୍ୟ ଥିଲା। ମାନସର ବିଳାପ ଗଳ୍ପ ରଚନା ପାଇଁ ସେ ବି ସ୍ମରଣୀୟ ଥିଲେ। ଗଳ୍ପଟି ମଧ୍ୟ ବହୁଥର ପାଠ୍ୟାନ୍ତର୍ଗତ ଥିଲା। ଗଳ୍ପଟି ବି 1970 ଦଶକରେ ଓଡ଼ିଆ ସିନେମା ହୋଇଥିଲା, ରେଡ଼ିଓ ନାଟକ ହୋଇଥିଲା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା। ଯାଦୁଘର କବିତାଟି ଏକଦା ମୋର ବଡ଼ ଭଉଣୀଙ୍କର ଓଡ଼ିଆ ଅନର୍ସ ପାଠ୍ୟକ୍ରମରେ ଥିଲା ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧାଠାରେ, ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ। ମୁଁ ଜାଣେ ଯାଦୁଘର କବିଙ୍କର ଅନ୍ୟତମ ଲୋକପ୍ରିୟ କବିତା ବାରମ୍ବାର ସମ୍ପାଦିତ କବିତା ବହିମାନଙ୍କରେ ଥିବାର ମୁଁ ଦେଖିଥିଲି। କବିଙ୍କର ଗାନ୍ଧାରୀର ଆଶୀର୍ବାଦ କବିତାଟି ମଧ୍ୟ ଲୋକପ୍ରିୟ। ସଂସ୍କୃତ କବିତାରେ ଧର୍ମର ଜୟଗାନ କରାଯାଇଅଛି ଗାନ୍ଧାରୀଙ୍କ ମୁଖରେ। ଯାଅ ବୀର ରଣେ ଧରଣୀ ବକ୍ଷୁ, ପାପ ରାଶି ହେଉ କ୍ଷୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଘେନ କୁରୁ ଚୂଡ଼ାମଣି ଜନନୀର ବରା ଭୟ, ଯାଅ ବୀର ରଣେ ଧରଣୀ ବକ୍ଷୁ, ପାପ ରାଶି ହେଉ କ୍ଷୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। କିନ୍ତୁ ଯାଦୁଘର କବିତାଟିରେ ଧର୍ମୀୟ ଭ୍ରଷ୍ଟାଚାର, ଧର୍ମ ନାମରେ ଲୋକଙ୍କର ଭାଣ୍ଡାମି, ଦୁର୍ନୀତି, ଶଠତା, ଠକାମି କାର୍ଯ୍ୟାବଳୀ କଥା କହିଛନ୍ତି। ଧର୍ମକୁ କବି ଏକ ଯାଦୁଘର ବୋଲି କହି ଧର୍ମୀୟ ପୁରାଣ ଶାସ୍ତ୍ରରେ ଧର୍ମର ଯେଉଁ ନୀତି ଆଦର୍ଶ, ଶୃଙ୍ଖଳା, ଜୀବେଦୟା, ମାନବିକ ସମ୍ପ୍ରୀତି, ସଦ୍ଭାବ, ଉପକାର ଗୁଣ କଥା ତତ୍ତ୍ୱ ଭାବରେ ଉଲ୍ଲେଖିତ ଲେଖାରେ ଅଛି, ହେଲେ ମାନବୀୟ କାର୍ଯ୍ୟକଳାପିତ ଆଚରଣ ତଥା ବ୍ୟବହାରରେ ଠିକ୍ ତତ୍ତ୍ୱର ବିପରୀତ ପ୍ରୟୋଗ ମାନବୀୟ ସାମାଜିକ ଜୀବନରେ ଦେଖାଯାଇଥିବାରୁ କବି ଧର୍ମକୁ ଜୀବହୀନ ଯାଦୁଘର ବୋଲି ତର୍କଣା କରି କବିତାଟିକୁ ଲେଖିଛନ୍ତି, ଯେଉଁଥିରେ ଧର୍ମର କେବଳ ଧ୍ୱଂସାବଶେଷ ବା ରେଲିକ୍ସ ତତ୍ତ୍ୱରେ ଲିପିବଦ୍ଧ ହୋଇ ଯାହା ଅଛି। ବାସ୍ତବ ମଣିଷ ଜୀବନରେ ଧର୍ମର କୌଣସି ଲାଭଦାୟକ ପ୍ରଭାବ କବି ଦେଖି ନାହାନ୍ତି ବୋଲି ଦୁଃଖ ପ୍ରକାଶ କରି ବିପ୍ଳବୀ ଓ ପ୍ରତିକ୍ରିୟାଶୀଳ ମନୋଭାବ ପୋଷଣ କରିଛନ୍ତି। ପାଠକ ବର୍ଗଙ୍କୁ ଧର୍ମ ପ୍ରସଙ୍ଗରେ ଶୁଣାଇ କବି କହୁଛନ୍ତି, ଧର୍ମ କୁଆଡ଼େ ଜଗତକୁ, ମାନବ ସଂସାରକୁ ଧରି ରଖିଅଛି ବୋଲି ଲୋକଙ୍କଠାରୁ ସେ ଅନେକ ଥର ଶୁଣିଛନ୍ତି। ପ୍ରବଚନ ଉପଦେଶ ଛଳରେ ଲୋକଙ୍କର କଥା କେତେଦୂର ସତ ଏହା ଜାଣିବା ପାଇଁ କବି ନିଜେ ବିଭିନ୍ନ ଧର୍ମୀୟ ଶାସ୍ତ୍ର, ପୋଥି ପୁରାଣ ଘାଣ୍ଟିଛନ୍ତି, ପଢ଼ିଛନ୍ତି ଧର୍ମର ମାଧୁର୍ଯ୍ୟ, ମଧୁରତା ବା ମିଠାପଣକୁ ପାଇବେ ବୋଲି। କିନ୍ତୁ କବି ପାଇନାହାନ୍ତି, ନିରାଶ ହୋଇଛନ୍ତି। କେବଳ ପୁରାଣ ପୃଷ୍ଠାମାନଙ୍କରେ ନିର୍ଜୀବ ଅକ୍ଷର ଯୋଡ଼ା ହୋଇ ଭାଷାର ବିବୃତିରେ ଧର୍ମର ଆଚାର, ନିୟମ, ଶୃଙ୍ଖଳା ବିଷୟରେ ତାତ୍ତ୍ୱିକ ଜ୍ଞାନ ଲେଖା ହୋଇ ରହିଅଛି। ଅନ୍ୟ କିଛିକୁ କବି ସେହିସବୁ ପୁରାଣ ବହିମାନଙ୍କରୁ ପାଇ ନଥିଲେ। ଗାଁରୁ ନେଇ ସହର ପର୍ଯ୍ୟନ୍ତ ଲୋକଙ୍କଠାରେ ଧର୍ମୀୟ ବ୍ୟବହାର, ତାହାର ଜୀବନକୈନ୍ଦ୍ରିକ ସ୍ଥିତି କେମିତି ଅଛି ଜାଣିବା ପାଇଁ ବୁଲିଛନ୍ତି। ପ୍ରକୃତ ଧର୍ମକୁ ଲୋକ କେମିତି ପାଳୁଛନ୍ତି ଦେଖିଛନ୍ତି। ଧର୍ମ ବିଷୟରେ ପଚାରିଛନ୍ତି, ହେଲେ ଧର୍ମର ବିଭିନ୍ନତା, ତାହାର ଅଲଗାପଣକୁ ହିଁ ଦେଖିଛନ୍ତି। ଧର୍ମୀୟ ଐକ୍ୟତା, ନିଷ୍ଠାପରତା, ନୈଷ୍ଠିକତା, ସାଧୁତା, ସଚ୍ଚରିତ୍ରତାକୁ ଦେଖି ଜାଣିପାରି ନଥିଲେ। ଦେଉଳରେ ଧର୍ମ ଏକ ପ୍ରକାର, ଚର୍ଚ୍ଚ ବା ଗିର୍ଜାରେ ତାହା ଭିନ୍ନ ପ୍ରକାର, ମସଜିଦରେ ମଧ୍ୟ ଅଲଗା। କେଉଁଠି ଧର୍ମରେ ଜୀବବଧକୁ ପାପ କାମ ବୋଲି କୁହାଯାଇଥିବା ବେଳେ ଇସଲାମ ବା ମୁସଲମାନ ଧର୍ମରେ ଜୀବବଧ ନିହାତି ପୁଣ୍ୟ କାମର ମାନ୍ୟତା ପାଇଛି। ଖୋଦା କୁଆଡ଼େ କୋରାନରେ କହିଛନ୍ତି, କେଉଁଠି ଧର୍ମଗୁରୁ, ଧର୍ମର ପ୍ରଚାରକ ଜୀବହତ୍ୟା କରନା ବୋଲି କହିଛନ୍ତି, ବରଂ ଜୀବଙ୍କ ପ୍ରତି ଦୟାଭାବ ପୋଷଣ କର, ଯେମିତି ବୌଦ୍ଧ, ଜୈନ ଧର୍ମରେ କଥିତ। ପୁଣି ଧର୍ମରେ କୋଉଠି ନରବଳି ଦେବା କଥା କୁହାଯାଇଛି, କାମରେ ଦର୍ଶାଯାଇଅଛି। ଇସଲାମ ଧର୍ମରେ ଖୋଦାଙ୍କର ପୈଗମ୍ବର ଇବ୍ରାହିମଙ୍କୁ ସ୍ୱପ୍ନ ଦେଖାଇବା ଛଳରେ ଆଲ୍ଲାହ ଆଦେଶ ଦେଇଥିଲେ କି, ତୁମର ସବୁଠୁ ପ୍ରିୟତମ ଜିନିଷ ମୋତେ ଦିଅ, ଉତ୍ସର୍ଗ କର। ସ୍ୱପ୍ନରେ ଇବ୍ରାହିମ ନିଜ ବୁଢ଼ା ବୟସରେ ପାଇଥିବା ପୁଅ ଇସମାଇଲଙ୍କୁ ବଳି ଦେଉଥିବାର ଦୃଶ୍ୟ ଦେଖିଛନ୍ତି ଏବଂ ସତରେ ସେ ପୁତ୍ର ଇସମାଇଲଙ୍କୁ ବଳି ବା କୁର୍ବାନୀ ଉତ୍ସର୍ଗ ଦେବା ପାଇଁ ନେଇ ବେକ କଟାଇଥିବାର ଉଦ୍ୟମ କରୁଥିବା ବେଳେ ଆଲ୍ଲାହ ଆକାଶରୁ ଏକ ମେଣ୍ଢାକୁ ପକାଇ ଆକାଶବାଣୀ ଦେଇ କହିଛନ୍ତି, ହେ ଇବ୍ରାହିମ, ତୁମେ ସ୍ୱପ୍ନ ସତ କରି ଦେଖାଇଲ, ତା ବଦଳରେ ଏହି ମେଣ୍ଢା ପଶୁ ବଳିବଦ୍ଧ ହେଲା। କୋରାନ 23 ଭାଗ ଦେଖନ୍ତୁ, ମୋବାଇଲରେ ଶୁଣନ୍ତୁ, ଜାଣିଯିବେ ପ୍ରିୟ ଶ୍ରୋତାବନ୍ଧୁ। ହିନ୍ଦୁ ଧର୍ମରେ ଦେବୀ ପ୍ରତିମା ସମ୍ମୁଖରେ ନରବଳି ଦେବାର କୁପ୍ରଥା
ଲୁଚା ଛପାରେ ଏବେ ହେଉଛି। ପୂର୍ବେ ରାଜା ମହାରାଜାଙ୍କ ଦ୍ୱାରା କରାଯାଉଥିଲା, ଲୋକମାନେ କରୁଥିଲେ। କବି କହୁଛନ୍ତି, ଧର୍ମରେ ସତ୍ୟତା ନାହିଁ, ଯାହାକି ସଂସାରରେ ବାସ୍ତବ ରୂପାୟନ ହେଉନାହିଁ। ଧର୍ମ ଧରାକୁ ଧରିବା ମିଛ ବୋଲି କବି ଭାବିଛନ୍ତି। କବି କହିଛନ୍ତି, ଲୋକେ କହୁଛନ୍ତି କି ଧର୍ମ କୁଆଡ଼େ ମଣିଷର ସାହା ଭରସା, ଆଶ୍ରା, ଆଶ୍ରୟ। ବୁଦ୍ଧ, ଯୀଶୁ, ମହମ୍ମଦ ଇତ୍ୟାଦି ଧର୍ମୀୟ ପ୍ରବକ୍ତା ମାନଙ୍କର କଥା ସବୁ ଭିନ୍ନ ଭିନ୍ନ। ମଣିଷ ଅବୋଧ, ମୂର୍ଖ, ଅଜ୍ଞ ହୋଇ ଧର୍ମ ପାଇଁ ପଶୁଟିଏ ପାଲଟି ଯାଇଛି। ବୋଦା ହୋଇଯାଇ ଧର୍ମୀୟ ପୁରୋଧା, ପୁରୋହିତ, ଗୁରୁଙ୍କ ସାମ୍ନାରେ ଅସହାୟ ପାଲଟି ଯାଇଅଛି। ଯିଏ ଯାହା କହିଲା ବିନା ପ୍ରତିବାଦରେ ମାନୁଅଛି, ସେମିତି କରୁଅଛି। ନିଜର ସତେକି ମତ ନାହିଁ, କାଳେ କ୍ଷତି ହେବାର ଭୟରେ ଥାଏ। ଧର୍ମର ସବୁ ଯୁକ୍ତି ତର୍କ ମତବାଦକୁ ମଣିଷ ନିଜ ସ୍ୱାର୍ଥ ପାଖରେ ଜଳାଞ୍ଜଳି ଦେଇଅଛି। ପର ରାଜ୍ୟ, ଦେଶ ଅକ୍ତିଆର ପାଇଁ ଘନ ଘୋର ଯୁଦ୍ଧ ଡାକରା ଦେଇ ନିଜର ବଡ଼ିମା ଆଟପ, ଗର୍ବ ଦେଖାଇବା ପାଇଁ ଅଯଥାରେ ବାହୁବଳ ଦେଖାଇ କ୍ଷୟକ୍ଷତି କରୁଛି, ଜୀବନହାନି କରୁଛି, ଯାହାକି ଧର୍ମର ପ୍ରକୃତ ରୂପରେଖ ନୁହେଁ। ଶାସନ, ସରକାର, ମାଲି ମକଦ୍ଦମା, ବିଚାର ବିଚାରପତି, ଓକିଲ, ରାଜନୀତି ସବୁଠି ଧର୍ମୀୟ ଛଳନା, ଭାଣ୍ଡାମି, ଲାଞ୍ଚ, ଉତ୍କୋଚ, କଳାବଜାରୀ ପରିଦୃଷ୍ଟ ହୋଇଅଛି। ଧନୀ ସାହୁକାର ମହାଜନମାନେ ନିରୀହ ଲୋକ ପ୍ରଜାଙ୍କୁ ଶୋଷଣ ଉତ୍ପୀଡ଼ନ କରିଛନ୍ତି ଧର୍ମର ଦ୍ୱାହି ଦେଇ। ପ୍ରାଚୀନ କାଳରେ ପୋପ୍, ରାଜା ମହାରାଜାମାନେ ନିଜକୁ ଭଗବାନ ବୋଲି ଦାବୀ କରିଥିଲେ। ଏମିତି ଦିନେ ମିଶରର ରାଜା ଫାରୋ କରିଥିଲା ଏବଂ ଶେଷରେ ଅଲ୍ଲାହଙ୍କ ଦ୍ୱାରା ସମୁଦ୍ରରେ ବୁଡ଼ିକି ମରିଥିଲା। କୋରାନ କହେ, ଧର୍ମର ଅବତାର କୁହାଇ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ। ଦୁନିଆରେ ଧର୍ମ ଏକ ବା ଗୋଟିଏ ହୋଇ ରହିନାହିଁ। ସବୁ ଧର୍ମସଭା ଉତ୍ସବମାନଙ୍କରେ, ଭୋଜନ ସମାରୋହରେ ଖାଇବା ଭୋଜିକୁ ଗୁରୁତ୍ୱ ଦିଆଯାଇଅଛି। ପ୍ରକୃତ ଆଧ୍ୟାତ୍ମିକ ଭାବ ରହିନାହିଁ, ସତେକି ଭେଳିକି। କବି ବୁଝିଛନ୍ତି, ମଣିଷ, ମଣିଷର ବାସ, ବେଶ, ପୋଷାକ, ଜଳବାୟୁ, ବାସସ୍ଥାନ ଯଦି ଏକ ନୁହେଁ, ତେବେ ଧର୍ମ କେମିତି ଏକ ବା ଗୋଟିଏ ହେବ? ତେଣୁ ଧର୍ମ ବିଭିନ୍ନ ବା ଅଲଗା। ମଣିଷ ଯେମିତି ପୋଷାକ ବଦଳ କରେ, ପୁରୁଣା ଛାଡ଼ି ନୂଆ ପିନ୍ଧେ, ଧର୍ମ ସେମିତି ପରିବର୍ତ୍ତନଶୀଳ। ଧର୍ମର ସତ୍ୟତା ବଦଳିଯାଇ କେବଳ ନାମରେ ଯାହା ବଳକା ଅଛି। ବାସ୍ତବରେ ମନୁଷ୍ୟ ଜୀବନରେ ଧର୍ମ ନାହିଁ, ତାହାର ବଦଳିଥିବା କାରଣରୁ। ଧର୍ମର ଖୋଳପା ଧରିଲେ ସବୁ କିଛି ମାପ। ଧର୍ମର ଉଦାହରଣ ଦେଇ ପାପୀ ପୁଣ୍ୟବାନ, ମନ୍ଦ ଭଲରେ ବଦଳିଯାଏ। ଧର୍ମୀୟ ଆଳରେ ମଣିଷ ପାପୀ ହୋଇଯାଏ, ଭ୍ରଷ୍ଟାଚାରକୁ ନିଜର କରେ। ମଣିଷ ଭିତରେ କବି ପ୍ରକୃତ ଧାର୍ମିକ ଲୋକକୁ ପରଖିବାକୁ ଯାଇ ତା ପାଖରେ ପହଞ୍ଚି ତା ସହିତ ଜୀବନ ବିତାଇ ଜାଣିବାକୁ ପାଇଛନ୍ତି ଯେ ଲୋକଟି ଜଣେ ଭଣ୍ଡ ଶଠ ଧାର୍ମିକ। ପାଖରେ ଚାବୁକଟିଏ ଥିଲେ ପିଟି ଶଠ ଧାର୍ମିକକୁ ସାବାଡ଼ କରି ଦେଇଥାନ୍ତେ ବୋଲି ଭାବିଛନ୍ତି। ସେଥିପାଇଁ କବି ଧର୍ମକୁ ମନୁଷ୍ୟ ସମାଜରେ ଜୀବହୀନ ଯାଦୁଘର ବୋଲି କହିଛନ୍ତି, ଯେଉଁଠି କେବଳ ତତ୍ତ୍ୱ ଅଛି, ହେଲେ ଧର୍ମର ପ୍ରକୃତ ପ୍ରୟୋଗ ବ୍ୟବହାର ନାହିଁ। ଥିଲେ ମଣିଷ ମହତ୍ ବା ଭଲ ହୋଇପାରିଥାନ୍ତା। କବିତାଟି ନିହାତି ଯୁଗୋପଯୋଗୀ ହୋଇଛି।